Praise the Lord. Praise the Lord. ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଥମତଃ ଧନ୍ୟବାଦ ଦିଏ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କୁ। ଆଜି ପ୍ରଭାତ ସମାଜ ଆମକୁ ଦେଖେଇ ଅଛନ୍ତି ଆଉ ମୃତମାନଙ୍କ ମଧ୍ୟରେ ଜୀବିତ ରଖିଛନ୍ତି, ସେଥିପାଇଁ ପ୍ରଭୁଙ୍କର ବିଶେଷ ମହାନାମ ଧନ୍ୟବାଦ ହଉ। ଆଉ ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ମତେ ପହରଦିନ କହିଥିଲେ ସାକ୍ଷ୍ୟ ଦେବା ପାଇଁ, କିନ୍ତୁ ମୁଁ ଡ୍ୟୁଟିରେ ଥିଲି। ଆଉ ଆଜି ମଧ୍ୟ ଅଚାନକ ଭାବରେ ମୋର କାଲି ରେଷ୍ଟ ଥିଲା, କିନ୍ତୁ ଡ୍ୟୁଟି ଅଚାନକ ଭାବରେ ମତେ ନାଇଟ୍ ଡ୍ୟୁଟି ମତେ ପକେଇ ଦେଇଛନ୍ତି। ଆଉ ହେଲେ ବି ଆମ ପ୍ରଥମେ ଏଇ ସାକ୍ଷ୍ୟ ଦେବା ପାଇଁ ଚାହେଁ, ଯେତେବେଳେ ରାତି ସାରା କାମ ଅଛି ଆଉ ରାତି ସାରା ମୁଁ ଡ୍ୟୁଟିରେ ବ୍ୟସ୍ତ ଅଛି, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଆଉ ଏମିତି ହେଇଯାଇଛି ଯେ ଠିକ 5ଟା ହେବାରୁ ମତେ ପ୍ରଭୁ ପୃଥକ କଲେ। ଆଉ କୌଣସି ମଧ୍ୟ ମତେ ମାନେ କୌଣସି ଡ୍ୟୁଟିରେ ଆଉ କାମରେ ମତେ କିଛି ବିଜି ସମୟ ଦେଲେନି। ମୁଁ ପ୍ରାର୍ଥନା କରୁଥିଲି, ମତେ ଜାଣିନଥିଲି ଆଜି ମୁଁ ଦେବି ବୋଲି। ଆଉ ମୁଁ ହଠାତ୍ ରାତି ଘଣ୍ଟାରେ ମୁଁ ଯେତେବେଳେ ଦେଖିଲି, ମୁଁ ସେ ସମୟରେ ପ୍ରଭୁଙ୍କୁ ମାଗିଥିଲି, ପ୍ରଭୁ ମତେ ପୃଥକ କର ଡ୍ୟୁଟିରୁ। ତ ନିଶ୍ଚୟ ପ୍ରଭୁ ପ୍ରାର୍ଥନା ଶୁଣିଲେ ଆଉ ପୃଥକ କଲେ। ଆଉ ମୁଁ ଡ୍ୟୁଟି ବିଷୟରେ ହିଁ ମୁଁ ସାକ୍ଷ୍ୟ ଦେବା ପାଇଁ ଚାହେଁ। ବେଶୀ ସମୟ ନେବିନି, 10 ମିନିଟ୍ ସମୟ ନେବି। ପ୍ରିଭିୟସ୍ ୱିକରେ ଗତ ସପ୍ତାହରେ ଗୋଟେ ଘଟଣା ଘଟିଥିଲା। ଯେତେବେଳେ ଆମେ ଡ୍ୟୁଟି ଶେଷ ଆୱାରରେ ଲାଷ୍ଟ ଆୱାରରେ ଆମେ ଯାଉଥିଲୁ, ମୁଁ ଜଣେ ମୋ ପରିଚୟ ମୁଁ ଦେବା ପାଇଁ ଚାହେଁ। ମୋ ନାଁ ହଉଛି ଅଭିଳାଷ ପ୍ରଧାନ ଆଉ ମୋ ଗାଁ ହଉଛି ଝିଉଦେଇଗିରି, କନ୍ଧମାଳରେ। ତାପରେ ମୋର ସାକ୍ଷ୍ୟ ଏହା ଯେ ଯେତେବେଳେ ମୁଁ ଡ୍ୟୁଟିରେ ଥିଲି, ସେ ସମୟରେ ମର୍ଣ୍ଣିଂ ଡ୍ୟୁଟି ଥିଲା। ଆମେ 3 ଜଣ ଡ୍ୟୁଟିରେ ଥିଲୁ। ଆଉ ମୁଁ ଟ୍ରେନ ମୁଁ ଚଲାଏ, ମୁଁ ଲୋକ ପାଇଲଟ ଅଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ମୋର ଡ୍ୟୁଟି ଅଛି। ତ ସେ ସମୟରେ କଣ ହଉଛି, ଡ୍ୟୁଟି କଲା ସମୟରେ ହଠାତ୍ ଏମିତି ଦିନ 12ଟା ହେଇଥିଲା। ସେ ସମୟରେ ଟ୍ରେନ ଯାଉ 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 ଆମେ ବି ଜାଣିନୁ ଆଗରେ ଗୋଟେ ଅବଷ୍ଟାକଲ ଅଛି ଆଉ ଟ୍ରାକ୍ ଗୁଡା ଭାଙ୍ଗି ଯାଇଛି, ଟ୍ରେନ ଯିବା ପାଇଁ ରାସ୍ତା ନାହିଁ। ଆମେ ବି ଦେଖିନୁ ସେ ଜିନିଷଟା, କିନ୍ତୁ ଯେତେବେଳେ ଟ୍ରେନ ଯାଉଛି ତ ମୋ ସାଙ୍ଗରେ ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ସେ ରାସ୍ତା ଦେଖି ନାହାନ୍ତି। ଆଉ ସେଠି ବି କଣ ପ୍ରୋବ୍ଲେମ ହେଇଛି ସେମାନେ ମଧ୍ୟ ଜାଣି ନାହାନ୍ତି। ହଠାତ୍ ଯେତେବେଳେ ସେ ରାସ୍ତା ଖରାପ ଜାଗାରୁ ଆମେ ପାର ହେଇଯାଇଛୁ, ତ ଆମର ଟ୍ରେନଟା ଠିଆ ହେଇଗଲା। କଣ ହେଲା ଠିଆ ହେଇଗଲା, ଆମେ ଦେଖିଲା ବେଳକୁ ଆମର ଇଞ୍ଜିନ ଗୋଟେ ପାର ହେଇଯାଇଛି ଆଉ ପୁଣି ଲୋଡ ଗୋଟେ ପାର ହେଇଯାଇଛି। ସେ ଟ୍ରାକ୍ ଭାଙ୍ଗିବା ଟ୍ରାକ୍ ହିଁ ପାର ହେଇଯାଇଛି, କିନ୍ତୁ ଆମେ ଜାଣିପାରିନୁ, ଆମେ ମଧ୍ୟ ଦେଖିପାରିନୁ। ତାପରେ ଯେତେବେଳେ ଓହ୍ଲେଇକି ଦେଖୁଥିଲୁ, ଆଉ ସେ ସମୟରେ କଣ ହେଇଛି, ସେ ପୁରା ପଛ ଗୁଡାକ ଗାଡି ଯୋଉ ଲୋଡ ଗାଡି ଗୁଡାକ ଥିଲା, ସେ ଟ୍ରାକ୍ ସବୁ ଭାଙ୍ଗି ଯାଇଛି। ଗୋଟେ ବି ମାନେ ଏମିତି ହେଇଯାଇଛି ଯେ ଆମେ ଯୋଉ ରାସ୍ତାରେ ଯାଉଥିଲୁ ସେ ରାସ୍ତାରେ ଆମ ଇଞ୍ଜିନଟା ଠିକ ଅଛି ଆଉ ଆମର ଯୋଉଟା ଲୋଡ ଗାଡି ଥିଲା ସେଟା ବି ଠିକ ଅଛି, କିନ୍ତୁ ପଛ ଗାଡି ଗୁଡାକ ଡିରେଲମେଣ୍ଟ ହେଇଯାଇଛି। ତ ପ୍ରଭୁ କଣ ହେଇଛି, ବୋଧେ ଆମର ଚାକିରି ରିମୁଭ କରିଦେବେ ବୋଧେ ବୋଲି, କିନ୍ତୁ ଆମର ସେଇ ଜାଗାରେ କଣ ହେଇଛି, କୌଣସି ପ୍ରଭୁ ଆମକୁ ଶିଖିବା ପାଇଁ ଦେଇନାହାନ୍ତି। ଆମର କୌଣସି ମଧ୍ୟ ଭୁଲ ଦେଖେଇ ନାହାନ୍ତି। ଆଉ ଆମର ଯେତେବେଳେ ଇଞ୍ଜିନଟା ସେଭ ଅଛି ଆଉ ଲୋଡ ଗାଡିଟା ମଧ୍ୟ ସେଭ ଅଛି, ତ ଆମର ସେ ଜାଗାରେ ଅଫିସର ଯୋଉ ଆସିଲେ, ଆଉ ଏଇଟା ଆଙ୍କର କିଛି ଭୁଲ ନାହିଁ, ଏଇଟା ଟ୍ରାକ୍ ର ପ୍ରୋବ୍ଲେମ। ତ ମୁଁ ସେ ସମୟରେ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେଲି। ଆଜି ମୋ ପାଇଁ ମୋର ଫ୍ୟାମିଲି ଏର୍ଲି ମର୍ଣ୍ଣିଂ ପ୍ରେୟାର ଆଉ ମୋର ଯେତିକି ମଣ୍ଡଳୀ ଅଛନ୍ତି ପ୍ରାର୍ଥନା ମୋ ପାଇଁ କରୁଛନ୍ତି ବୋଲି ଅଲୌକିକ ଭାବରେ ଆମେ ଯାହା ଦେଖିନଥିଲୁ ସେଇ ଜାଗାରେ ଆମକୁ ପ୍ରଭୁ ବଞ୍ଚେଇଲେ ଆଉ ଯୋଉ ମଧ୍ୟ ସୁରକ୍ଷା ରଖିଦେଲେ। ଏ ଛୋଟ ସାକ୍ଷ୍ୟରେ ପ୍ରଭୁ ଗୌରବ ପାଆନ୍ତୁ। ପ୍ରେଜ୍ ଦ ଲର୍ଡ। थैंक यू अभिलाष भाई, जो वार्ता व्यवहार कले Praise the Lord. Praise the Lord.